ଯେତେବେଳେ ତୁ ଦେଖିବୁ ଏ ପୃଥିବୀରେ ଗୋଳମାଳ ହେଉଛି, ଏ ପୃଥିବୀରେ ଗଣ୍ଡଗୋଳ ହେଉଛି, ଏ ସଂସାର ଅରାଜକତା ଦେଖା ଦେଉଛି, ଏ ସଂସାର ଅନୀତି ଅନ୍ୟାୟ ତଳ ଜୋର ଦେଖିବୁ ରେ ତ୍ରିଜଟା, ସେତେବେଳେ କ'ଣ କରିବୁ ନା ତେବେ ତୁ କରିବୁ ନାମ ବହଳ। ତେବେ ତୁ ତୋ ନାମକୁ ବହଳ କରିବୁ, ନାମକୁ ବିଭିନ୍ନ ନାମରେ ତୁ ସଂସାରରେ ତୋ ନାମ ପରିବ୍ୟାପ୍ତ ହେବ। ଆଉ ତେର ପୁରୁଷ ତୁ ଭୋଗିବ ମାହି, ତୋତେ ସମାନ ନହିବେ କେହି, ତୋତେ ସମାନ ନହିବେ କେହି, ତୋତେ ସମାନ ନହିବେ କେହି। ତେର ପୁରୁଷ ତୁ ଭୋଗିବୁ ମହି। ହେ ତ୍ରିଜଟା, ପୃଥିବୀରେ ସଂସାରରେ ତୁ ତେର ପୁରୁଷ ଭୋଗ କରିବୁ, ଆଉ ତୋତେ ହିଁ ସମାନ ନହିବେ କେହି, ତୋତେ କେହି ସମାନ ହେବେ ନାହିଁ, ତୋ ସହିତ କେହିରେ ତ୍ରିଜଟା ସମକକ୍ଷ ହେବେ ନାହିଁ। ସଂସାରରେ ତ୍ରିଜଟାର ବଂଶ ମିଳି ରେଳରେ ନେବେଟି ଦାରୁକୁ ଭିଡ଼ି, ଯେତେବେଳେ 22 ପାବଚରେ ମୀନ ଖେଳି ରତ୍ନ ସିଂହାସନକୁ ସମୁଦ୍ର ଜଳ ଛୁଇଁଥିବ, ନୀଳଚକ୍ର ଡେଇଁକି ପାଣି ଯେତେବେଳେ ପଡ଼ିଥିବ, ହେ ଜ୍ଞାନୀ ଗୁଣିମଣ୍ଡଳୀ, ବିଗତ ଅଧ୍ୟାୟ ମାନଙ୍କରେ ଆମେ ଆଲୋଚନା କରିଛେ, ସେହି ସମୟରେ ତ୍ରିଜଟାର ବଂଶ ମିଳିକି ରେଳରେ ଦାରୁକୁ ଭିଡ଼ିକି ସେ ନେବେ। ତେଣୁ ଏ ତ୍ରିଜଟା କିଏ, ସେ ବିଷୟରେ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକା ଶାସ୍ତ୍ରରେ ଯାହା ଆଲୋଚନା କରିଛନ୍ତି, ଆମେ ଆପଣଙ୍କୁ ଏ ଅଧ୍ୟାୟ ମାନଙ୍କ ଗୁଡ଼ିକରେ ଆପଣଙ୍କ ସହିତ ପରିଚିତ କରିଦେଲୁ, ଜଣେଇଦେଲୁ ଆପଣଙ୍କୁ। ତ୍ରିଜଟା କି ବର କାହିଁକି ପାଇଥିଲା ଜାଣିଲେ ଆପଣ। ତେର ପୁରୁଷ ପୃଥ୍ୱୀରେ ସିଏ ଭୋଗ କରିବ। କିନ୍ତୁ ଏଇଠି ଗୋଟେ ପ୍ରଶ୍ନ ଆସେ, ସେ ରେଳ ବି କୋଉଠି ଅଛି ଆମେ ଆଲୋଚନା କରିଛେ, ସେ ତ୍ରିଜଟା ଏବଂ ସେଇ ତ୍ରିଜଟା କିଏ ଜଣେଇଲୁ, କିନ୍ତୁ କଳି ଯୁଗରେ ସେ ତ୍ରେତୟା ଯୁଗର ତ୍ରିଜଟା କିଏ, ଏ କଥା ଶ୍ରୀମଦ୍ ଭାଗବତ ମହାପୁରାଣରେ କ'ଣ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଲେଖା ଅଛି ନା? ଏ କଥା କ'ଣ ମହାଭାରତ ଗ୍ରନ୍ଥରେ ଲେଖାଯାଇଛି ନା? ଶ୍ରୀମଦ୍ ଭଗବତ ଗୀତାରେ କ'ଣ ଏଇ କଥାଟି ଅଛି କି ନା? ତାହେଲେ ଯେ ତ୍ରେତୟା ଯୁଗର ତ୍ରିଜଟା କଳି ଯୁଗରେ ଯେ କିଏ, ଏ କଥାଟି ତାହେଲେ ଅଛି କୋଉଥିରେ? ଯଦି ଗୀତା, ରାମାୟଣ, ମହାଭାରତ, ଭାଗବତରେ ଏ ବିଷୟ ଆଲୋଚନା ହେଇନାହିଁ, ତାହେଲେ ଏ ବିଷୟଟା କୋଉଥିରେ ଆଲୋଚନା ହେଇଛି? ଆମ ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନର ସମାଧାନ କୋଉଥିରେ ଅଛି ନା ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ମାଳିକା ଶାସ୍ତ୍ର ରହିଛି। ସନ୍ଥ ଭୀମମୟୀ ଜନ୍ମରୁ ଅନ୍ଧ, ଜାତିରେ କନ୍ଧ, ଅଲେଖ ଦୀକ୍ଷାର ଅଲେଖ ସମ୍ପ୍ରଦାୟର ଗୁରୁ ଭୀମ ଭାଇ ସେ କ'ଣ କହିଛନ୍ତି? ତାଙ୍କର ଲେଖା ହେଉଛି ପଦ୍ମକଳ୍ପ। 13 ମାସ ସେବା କରିବା ନିକର, ସତୀ ପାଦେ ଭକ୍ତି କଲା ଭଉଡ଼ାଲୋ, ସତୀ ପାଦେ ଭକ୍ତି କଲା, ସେହି କାରଣରୁ ଏ କଳି ଯୁଗରେ ପୃଥ୍ୱୀ ଭୋଗ ସେହି କଲା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। 13 ମାସ ସେବା କରିବା ନିକର, ସତୀ ପାଦେ ଭକ୍ତି, ସେହି କାରଣରୁ ଏ କଳି ଯୁଗରେ ପୃଥ୍ୱୀ ଭୋଗ ସେହି କଲା। ସେହି କାରଣରୁ ଏ ପୃଥ୍ୱୀ ସେ ଭୋଗ କରିବ କି? 13 ପୁରୁଷ ସେ ରାଜ୍ୟ ଭୋଗ କଲା, 13 ମାସ ସେବା କରିବ। 13 ମାସ ସେବା କରି ତୁଟିଲା ଆୟୁଷ କଳି ହେଲା ଶେଷ, ଶୁଣ ଶୁଣ ଶାକମ୍ଭରୀ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହେଲେ ବାବୁରେ ସନ୍ଥ ଭୀମ ବହି ପଦ୍ମକଳ୍ପରେ କହୁଛନ୍ତି, ମାଳିକାର ନାମ ପଦ୍ମକଳ୍ପ। 13 ପୁରୁଷ ସେ ପୃଥ୍ୱୀ ଭୋଗ କଲା, 13 ମାସ ସେବା କରି, ତୁଟିଲା ଆୟୁଷ କଳି ହେଲା ଶେଷ, ଶୁଣ ଶୁଣ ଶାକମ୍ଭରୀ। ଯେତେବେଳେ ସେ ତ୍ରିଜଟା ବଂଶ କଳିଯୁଗରେ ପୃଥ୍ୱୀ ଭୋଗ କରିବ ବା ସଂସାର ଭୋଗ କରିବ, 13 ପୁରୁଷ ଭୋଗ କରିସାରିଲା ପରେ କଳିଯୁଗ ସମାପ୍ତ ହେଇଯିବ ବୋଲି ସନ୍ଥ ଭୀମ ବହି ପଦ୍ମକଳ୍ପରେ କହୁଛନ୍ତି। ତୁଟିଲା ଆୟୁଷ କଳି ହେଲା ଶେଷ, ଶୁଣ ଶୁଣ ଶାକମ୍ଭରୀ। ଭଗବାନ ଶିବ ଶଙ୍କର କହୁଛନ୍ତି ମା ପାର୍ବତୀ କି, ହେ ଶାକମ୍ଭରୀ
ଶୁଣ ଏ ବୃତ୍ତାନ୍ତ ଏ ଗୁପ୍ତ କଥା ଗୁପ୍ତ ସନ୍ଦେଶ ଫେଡ଼ି ଦେଲି ତୋତେ କାହିଁ ନ କହିବ ଏହା ବହୁ ଲୋ କାହିଁ ନ କହିବୁ ଏହା ଭଣେ ଭୀମ ଭୋଇ ଉଣେଇଶ ପଦେ ସାହା ମୋର ଚଉବା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହିଲେ ଗୁପ୍ତ ସନ୍ଦେଶ ଫେଡ଼ି ଦେଲି ତୋତେ କାହିଁ ନ କହିବୁ ଏହା ଭୀମ ଭୋଇ କହିଲେ ବାବୁରେ ये गुप्त कथा तते मु फेड़िकी फेड़िकी मन खोलिकी कहली विस्तारित करी कहली आउ भणे भीम भई 19 पदे साहा मोर चहुबा এই জগতর নাথ জগন্নাথ কোটি কৈবল নাথ কাଳିଆ শান্ত কোটি ওড়িয়াঙ্কর যে হেউচନ୍ତି আরাধ্য দেবতা সে মোর সাহা তাঙ্কু আশ্রা করি তাঙ্কଠାରେ ভক্তি করি मु ई पदक तो आगे कहूँ शिष्य आगे भीम भई कहले से त्रैतया जुगर त्रिजटा कली जुगर कि अच्युतानंद महापुरुष को कौ मालिका शास्त्र लिखिं ज्ञानी गुणी मंडली मालिकार नाम हूँ गुप्त गहन गीता महापुरुषंकर मालिकार नाम शास्त्र नाम हूँ गुप्त गहन गीता 78 गीता महापुरुष लिखिं 36 संहिता 78 गीता वंशानु सप्तविंशरे उपवंशानु 12 खंड बेनी भविष्य 7 खंडरे पद पदावली लक्षक जे ग्रंथ सबु श्रीकृष्ण महिमा तू आगे कहिलु वरज कुमार ब्रह्म सारस्वत सीमा ये ब्रह्म सारस्वत ये सार सबु ग्रंथर सबु पुराणर सबु शास्त्र यो सार ब्रह्म सारस्वत ये होची मालिका तेणु ये गुप्त गहन गीता महापुरुष 78 गीता भितर ये गुप्त गहन गीता हूँ गोटे ही ज्ञानी गुणी मंडली गुरु भक्ति गीता गरुड़ गोविंद गीता कैवर्त गीता कैवर्त मान लिखिले कैवर्त मान संसार किमिति चलिबे क्यों नीति रे क्यों आदर्श रे क्यों तांकर चालीचलन किमिति हवा दरकार खाइबे किमिति सोइबे किमिति बसिबे किमिति कथबार्ता किमिति करिबे भगवत प्राप्त किमिति करिबे संसार रे ये कैवर्तमान अच्युतानंद महापुरुष लिखिं गीता जार नाम हूँ कैवर्त गीता तो से भाई जाति पाटक गीता समस्त जाति माने संसार किमिति चलिबा दरकार समस्त वर्ण वैश्य समस्त वर्ण माने संसार रे किमिति चलिबा दरकार से लिखिले जाति पाटक गीता जुगाब्धि गीता जुग कौन होउची कौन थिला कौन चलीची कौन भविष्यत हेबो ये जुग ऊपर 4 जुग ऊपर सत्य त्रैतया द्वापर कली ये 4 जुगर वर्णना महापुरुष करिसेंती जुगाब्धि गीता एवं से भली भक्ति लीला गीता वर्ण चलित गीता हरिलीला गीता बीजसार गीता जन्मलीला गीता बिंदुसार गीता मणिबंध गीता जुगांत सार गीता इंद्र गोविंद गीता परम गुप्त गीता एकाक्षर गीता से ही अच्युतानंद महापुरुषंकर 78 गीता भितर गीतार नाम है गोपत गहन गीता ब्राह्मणर सुता से तो जबान बनीता बाबू जबाना बनीता साथ बर बोई हेबा जग जीता बाबू बोलिए महापुरुष अच्युतानंद जी की बोलिए महापुरुष अच्युतानंद जी की बोले ब्राह्मणर सुता से तो जबन बनीता साधवर बहु हेब जगत जीता बोले कि से त्रैतया जुगर त्रिजटा कली जुगर की ना ब्राह्मणर सुता सुता कहले कौन ना झील ब्राह्मणर झील जबन बनीता जबन पुणी मुसलमान स्त्री से ही आउ कौन ना साधवर बहु से ही दरकार तीन कोला को से जेणो रखी बटी जान बाबू रखी बटी जाना त्रिजटा नाम ताहार सार्थक प्रमाण बाबू सार्थक प्रमाण ब्राह्मणर सुता से तो जबन बनीता साधवर बहु हेब जगत जीता तीन कूल कोसे जेणु रखी बटी जान त्रिजटा नाम ताहार सार्थक प्रमाण
ଜ୍ଞାନୀ ଗୁଣୀ ମଣ୍ଡଳୀ ଆପଣ ଧରିବେ, ୟାକୁ ଆମେ ଆଲୋଚନା ବିଶେଷ କରିବୁ ନାହିଁ। ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ପରମ ଗୁପ୍ତ ଗୀତା, ପରମ ଗୁପ୍ତ ଗୀତା ଆପଣ ତାକୁ ଅର୍ଥ କରିବେ। ବ୍ରାହ୍ମଣ ଝିଅ ହେଇଥିବ, ମୁସଲମାନ ସ୍ତ୍ରୀ ହେଇଥିବ, ସାଧବର ବୋହୂ ହେଇଥିବ, ଏ ତିନି କୂଳ ବ୍ରାହ୍ମଣ କୂଳ, ମୁସଲମାନ କୂଳ, ସାଧବ କୂଳ, ଏ ତିନି କୂଳକୁ ଯିଏ କଳି ଯୁଗରେ ରଖିଥିବ ସିଏ ହେଉଛି କଳି ଯୁଗରେ ତ୍ରେତୟା ଯୁଗର ତ୍ରିଜଟା। ଜ୍ଞାନୀ ଗୁଣୀ ମଣ୍ଡଳୀ ଆଉ ସେଇ ତ୍ରିଜଟା ବଂଶ 13 ପୁରୁଷ ହସ୍ତିନା ସିଂହାସନରେ ବସି ଶାସନ କରିବେ ବୋଲି ପ୍ରଭୁ ରାମ ବର ଦେଇଥିଲେ ତ୍ରେତା ଯୁଗରେ। ହସ୍ତିନା ବା କୋଉଟା? ସେତେବେଳେ ଯୋଉଟା ହସ୍ତିନା ଥିଲା କଳି ଯୁଗର, ପୁଣି ସେଟା କୋଉଟା? ଅଚ୍ୟୁତାନନ୍ଦ ମହାପୁରୁଷ ସୁନ୍ଦର ଭାବରେ ତାକୁ ଆଲୋଚନା କଲେ। କହିଲେ ହସ୍ତିନା କଟକ ଜୀବନ ହୋଇ ବର୍ତ୍ତମାନ ଦିଲ୍ଲୀ ସାରା ସେଇ, ବର୍ତ୍ତମାନ ଦିଲ୍ଲୀ ସାରା ସେଇ, ବର୍ତ୍ତମାନ ଦିଲ୍ଲୀ ସାରା ସେଇ। ହସ୍ତିନା କଟକ ଜୀବନ ଭୂଇଁ ବର୍ତ୍ତମାନ ଦିଲ୍ଲୀ ସହର ସେ। ମହାପୁରୁଷ କହୁଛନ୍ତି ସେତେବେଳେ ଯୋଉଟା ହସ୍ତିନା କଳି ଯୁଗରେ ବର୍ତ୍ତମାନ ଦିଲ୍ଲୀ। ଆଉ ସୋମବଂଶୀ ରାଜା ଗାଦିଟି ସେହି ଦମନ ଜାନମୀ ନଷ୍ଟ କଲା ତହିଁ, ଦମନ ଜାନମୀ ନଷ୍ଟ କଲା ତାହି ଦମନ ଜାନମୀ ନଷ୍ଟ। କଲା ସେଇ। କହିଲେ ସୋମବଂଶୀ ରାଜା ଗାଦିଟି ସେହି ଦମନ ଜନ୍ମୀ ନଷ୍ଟ କଲା ତହିଁ। ଦେଖନ୍ତୁ କେତେ ବଡ଼ ଦିବ୍ୟ ଦ୍ରଷ୍ଟା, କେତେ ବଡ଼ ଯୋଗ୍ୟ ଯୋଗଜନ ମହାପୁରୁଷ ଅଚ୍ୟୁତ। କହିଲେ ସେଇ ହେଉଛି ଦିଲ୍ଲୀ ସିଂହାସନ ହସ୍ତିନା। 13 ପୁରୁଷ ସେ ଶାସନ କରିବ। ମହାପୁରୁଷ କହୁଛନ୍ତି, କହିଲେ ବାବୁରେ ବହୁ ଅନାଚାର ମାନ ହେବ ସେ ବେଳରେ, ବହୁ ଅନାଚାର ମାନ ହେବ ସେ ବେଳର। ଆଉ କଳି ରାଜା ହୋଇଥିବ ତ୍ରିଜଟା କୁମର। ଅମର ଜୁମର ସଂହିତା 36 ସଂହିତା ଭିତରେ ଅମର ଜୁମର ସଂହିତା ମହାପୁରୁଷ ଅଚ୍ୟୁତଙ୍କର ହେବ। ଇଏ ହଉ ଅଲୌକିକ କୀର୍ତ୍ତି। ବହୁ ଅନାଚାର ମାନ ହେବ ସେ ବେଳର, ଆଉ କଳି ରାଜା ହୋଇଥିବ ତ୍ରିଜଟା କୁମର। ତାହେଲେ କେମିତି ଶାସନ କରିବ? ଯଦି ଦିଲ୍ଲୀଟା ହେଉଛି ହସ୍ତିନା, ତାହେଲେ ସେ ଦିଲ୍ଲୀ ସିଂହାସନରେ ତ୍ରିଜଟା 13 ପୁରୁଷ ଶାସନ କରିବ କେମିତି? ଆଉ ଯେତେବେଳେ 13 ପୁରୁଷ ଶାସନ କରିଦେବ, ସେତେବେଳେ କଳି ଶେଷ ହେଲା ବୋଲି, କଳି ଶେଷ ସମୟ ଆସିଗଲା ବୋଲି ହେ ରାମଚନ୍ଦ୍ର ତୁ ଜାଣିବୁ କେମିତି ଶାସନ କରିବ। ମହାପୁରୁଷ ଅଚ୍ୟୁତାନନ୍ଦ କଳିକଳ୍ପ ଗୀତାରେ ଲେଖିଛନ୍ତି ଏ କଥା। କହିଲେ ସପ୍ତ ପୁରୁଷ ନାମ ବଦଳାଇ, 5 ପୁରୁଷ ହୁକୁମ କଟାଇ, 5 ପୁରୁଷ ହୁକୁମ କଟାଇ, 5 ପୁରୁଷ ହୁକୁମ କଟାଇ। କହିଲେ ସପ୍ତ ପୁରୁଷ ନା ବଦଳେଇକି 7 ଜଣ ପ୍ରଧାନମନ୍ତ୍ରୀ ଦିଲ୍ଲୀ ସିଂହାସନରେ ଦେଶ ସ୍ୱାଧୀନ ହେବା ଦିନ ଠାରୁ, ଏ ଭାରତ ବର୍ଷ ଯେତେବେଳେ ସ୍ୱାଧୀନତା ଲାଭ କରିବ, ଏ ବିଦେଶୀ କବଳରୁ ଯେତେବେଳେ ମୁକ୍ତ ହେବ, ସେଇଦିନ ଠାରୁ ମହାପୁରୁଷ ଅଚ୍ୟୁତାନନ୍ଦ କଳିକଳ୍ପ ଗୀତା ମାଳିକାରେ ଲେଖିଛନ୍ତି, ସେତେବେଳେ 7 ଜଣ ପ୍ରଧାନମନ୍ତ୍ରୀ ଦିଲ୍ଲୀ ସିଂହାସନରେ ତ୍ରିଜଟା ବଂଶ ଭାବରେ ଶାସନ କରିବେ। ସପ୍ତ ପୁରୁଷ ନାମ ବଦଳାଇ, 5 ପୁରୁଷ ହୁକୁମ କଟାଇ, 7 5 ହେଲା 12, 13 ପୁରୁଷ ଶାସନ କରିବ ଦିଲ୍ଲୀ ସିଂହାସନରେ ସେ ତ୍ରିଜଟା ବଂଶ। କେମିତି ନା 12 ପୁରୁଷ ହେମନ୍ତ ପ୍ରମାଣ, 13 ପୁରୁଷ
से जवाना निधाना तेरा पुरुष से जवाना निधाना धाना तेरा पुरुष जवाना निधाना 12 पुरुष एमंत प्रमाण 13 पुरुषे जवन निधन 12 पुरुष शासन परी 13 नंबर जी आसवे दिल्ली सिंहासन रे महापुरुष कहते गुजा राजा जेऊ काले शासना अशासने महापुरुष कहले कहले बाबू 13 नंबर जी आसवे से कौ दलर ही नथी सिंपाथी आसवे आम ना खोलिक कहूँ तेणु हे सुधीजने ये 13 पुरुष शासन त्रिजटा वंश दिल्ली सिंहासने करिब बोली त्रेता जुगरे प्रभु राम